नाबालिकाଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲେ ବୃଦ୍ଧ। କନ୍ଧମାଳ ଜିଲ୍ଲା ଫିରିଙ୍ଗା ବ୍ଲକ ଗଛାପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ 12 ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ଜଣେ 60 ବର୍ଷୀୟ ବୃଦ୍ଧ ଗିରଫ ହୋଇ ଜେଲ୍ ଯିବା ଘଟଣା ସାରା ଫିରିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫ ହୋଇଥିବା ବୃଦ୍ଧ ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗା ଥାନା ଅଧୀନରେ ଥିବା ଡିମ୍ବିରିଗୁଡ଼ା ପଞ୍ଚାୟତର କେକେଙ୍ଗା ଗାଁର ବିଜୟ ଦିଗାଲ ବୋଲି ଜଣାପଡ଼ିଛି। ଗତ ଶିବରାତ୍ର ଦିନ ରାତିରେ ନାବାଳିକା ଜଣକ ତାଙ୍କର କିଛି ସମ୍ପର୍କଙ୍କ ସହ ମନ୍ଦିରକୁ ଆସିଥିବା ବେଳେ ଅଭିଯୁକ୍ତ ଜଣକ ତୁମ ମାଙ୍କ ଦେହ ଖରାପ ଅଛି, ଚାଲ ତୁମକୁ ମୁଁ ତୁମ ଘରକୁ ନେଇ ଛାଡ଼ିଦେବି, ତୁମ ଘର ଲୋକ ମୋତେ କହିଛନ୍ତି ବୋଲି ମିଛ କହି ନାବାଳିକାଙ୍କୁ ମନ୍ଦିର ପାଖରେ ଥିବା ଏକ ଜଙ୍ଗଲକୁ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲା। ମୁଁ ସାଦର ସୁଗା ସ୍କୁଲରେ ପଢ଼ୁଛି, ଷଷ୍ଠ କ୍ଲାସ୍। ସାର୍ ସିଏ କହିଲା ତମ ମାଆର ମୁଣ୍ଡ ଫାଟିଛି ଆସେ ଯିବା କହିଲା, ଆଉ କହିଲା କି ସିରିୟସ୍ ମୁଣ୍ଡ ଫାଟିଛି ଶୀଘ୍ର ଯିବା କହିଲା। ସାର୍ ହଁ ହଁ ବୋଲିକି ମୁଁ ଆସିଲି ସାର୍। ସିଏ ଜଙ୍ଗଲ ପଟକୁ ନେଲା। କ'ଣ ପାଇଁ ଦାଦା ଜଙ୍ଗଲ ପଟକୁ ନେଉଛୁ କହିବାକୁ ସାର୍, ସେ ତୁଇ ତ ଆସିବୁ କହିଲା, ଆଉ ହାତ ଧରିକି ଘିଚି ନେଲା ସାର୍। 4 ଜଣ ଯାଇଥିଲୁ ସାର୍। ନାଇଁ ସାର୍ ଆମକୁ ଶିବ ମନ୍ଦିରରୁ ଡାକିକି ଆଣିଲା ସାର୍। ଦାଦା ଶିବ ମନ୍ଦିରରେ ଜାଗର ଜାଳୁଥିଲି, ମୁଁ ବି ଜାଳୁଥିଲି ସାର୍। ସାର୍ ମୋତେ କହିଲା ସାର୍ ସୁଇଟର ଖୋଲେ କହିବାର। ସାର୍ ମୁଁ କ'ଣ ପାଇଁ ଖୋଲିବି ଦାଦା ସୁଇଟର କହିବାର, ତୁ ତ ଖୋଲିବୁ କହିକି ସାର୍ ସିଏ ନିଜେ ସୁଇଟର ଖୋଲିଦେଲା, ଆଉ ସାର୍ ତଳେ ପକାଇଦେଲା। ତାପରେ ସାର୍ ମୁଁ ପଥର ପାଇଲି ଯେମିତି ତା ମୁଣ୍ଡକୁ ବାଡ଼େଇ ଦେଲି, ଆଉ ପଳେଇ ଆସିଲି। ମୋର ଲୁଗା ଘିଚିଦେଲା ସାର୍, ଲୁଗାପଟା ଚିରିଦେଲା ଆଉ ସୁଇଟର ଚିରିଦେଲା ସାର୍। ସାର୍ ମୁଁ ତାଙ୍କ ମୁଣ୍ଡକୁ ପଥରରେ ବାଡ଼େଇକି ଆସିଲି ସାର୍, ଦୌଡ଼ି ଆସିଲି ଘରକୁ। ପରେ ନାବାଳିକା ଜଣକ କୌଶଳ କ୍ରମେ ଅଭିଯୁକ୍ତଙ୍କୁ ଏକ ମୁଥ ମାଡ଼ ମାରି ଜଙ୍ଗଲରୁ ନିଜ ଘରକୁ ଚାଲି ଆସି ଘର ଲୋକଙ୍କୁ ସବୁ କଥା କହିବା ପରେ ପରିବାର ଲୋକଙ୍କ ପକ୍ଷରୁ ଗଛାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଗଛାପଡ଼ା ଥାନା ଅଧିକାରୀ ସଞ୍ଜିତ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସ୍ଆଇ ଅନନ୍ତ କୁମାର ପ୍ରଧାନଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ଶିବରାତ୍ରକୁ ଯାଇଥିଲୁ ଆଜ୍ଞା, ଆମେ ଶିବରାତ୍ରକୁ ଯାଇକି ସେଠି ଯଜ୍ଞ ଫଜ୍ଞ ହେଉଥିଲା, ସବୁ ନାଚ ଫାଚ ସବୁ ହେଉଥିଲା। ସେତିକି ମୋଡ଼ରେ କ'ଣ କରୁ ଆଜ୍ଞା, ଆମର ଗୋଟେ ଝିଅଟେ ଥିଲା ଭାଣିଜୀ ବୋଲିକିରି, ତାଙ୍କ ମାଆ ଟିକେ ଅସୁସ୍ଥ ବାଲି, ସେ ତାଙ୍କ ମାଆ ଅସୁସ୍ଥ ବୋଲିକିରି ଗୋଟେ ସେ ବିଜୟ ଦିଗାଲ ବୋଲିକିରି ଆଜ୍ଞା ତାକୁ ରାତି 12ଟା ରାତିରେ ଆସିକି ଜଙ୍ଗଲ ଭିତରେ ନେଇକି ଆଜ୍ଞା ତାର କପଡ଼ା ଫପଡ଼ା ସବୁ ଚିରା ଚୁରି କରିକି ତାକୁ ଜବରଦସ୍ତି କରିକି ତାକୁ ପୁରା ଲେଦା ଟେଙ୍ଗରା ହେଇକିରି ତାକୁ ଜବରଦସ୍ତି କରିକି ଧରିକିରି ପଳେଇ ଆଇଲା। ସେଠୁ ଧରିକିରି ପଳେଇ ଆଇଲା ଭିତରେ ଆଜ୍ଞା ଇଏ କ'ଣ କରୁ ସେ ଝିଅଟା ତାକୁ ପଥର ପୁତରା କ'ଣ କେଚାକୁଚି କରିକି ତାକୁ ଏମିତି ହେଇକି ସେଠୁ ବିକଳଙ୍ଗ ହେଇକିରି ତାକୁ ପଳେଇ ଆସିକି ରାତି 12ଟାରେ ପଳେଇ ଆଇବା ଯୋଗୁରୁ ଆଜ୍ଞା ସେଠୁ ଆମ ସାହି ସେ ରାକେଶ ଦିଗାଲ ବୋଲିକିରି ଆଜ୍ଞା ସିଏ ଦେଖିଲା କ'ଣ କୁଆଡ଼େ ଯାଇଥିଲୁ ବୋଲିକିରି କହିବାକୁ, ନାଇଁ ବାପା ଏମିତି ବୋଲି ଘଟଣା କହିଦେଲା ସିଏ। ନାଇଁ ସେଠୁ ଯାଇଥିଲି, ସେ ଜବରଦସ୍ତି ନେଇକରି ମୋତେ ଜଙ୍ଗଲ ଭିତରକୁ ନେଇକରି ଏମିତି କରୁଥିଲା ସେମିତି କରୁଥିଲା ବୋଲି ସେ କହିବାକୁ ଆଜ୍ଞା, ସେ ଭାଇ କହିବାକୁ ଆଜ୍ଞା ଆମେ ତାଇଆ ଦିନଠୁ ଆମେ ଜାଣିଲୁ ଯେ ଝିଅକୁ ଆସିକରି ଆମେ ପଚାରିଲୁ ଯେ ଝିଅ ଏଇଟା ସବୁ ସତ ବୋଲି ପଚାରିବାକୁ, ହଁ ଆଜ୍ଞା ସତ ବୋଲିକରି ଝିଅ ଆମକୁ ବି କହିଲା। ସେଥିପାଇଁ କହିକିରି ଆମେ ଟିକେ କହିକିରି ଲାଷ୍ଟରେ ଆମେ ଟିକେ ଭାଇମାନଙ୍କ ଟିକେ ବସିକିରି ବସିକି ତାଙ୍କୁ ଟିକେ ଖୋଜିବା, ତାଙ୍କୁ ଖୋଜିକି ଆମେ ଟିକେ ଡିସାଇଡ଼୍ କରିବା କଥା ବୋଲିକିରି କହିବାକୁ ଆଜ୍ଞା ସିଏ ଲୁଚିଛି କରି ଆମକୁ କିଛି ଧରା ପାଣି ଦେଲା ନାହିଁ। ତାପରେ ଟାଉଟରି ପତ୍ର କରିକିରି ସେ ଏମିତି କରିବି ସେମିତି କରିବି ବୋଲିକିରି କହିଲା। କେମିତି ଲାଷ୍ଟରେ ଆମେ କ'ଣ କରୁ ତାର ନାଁରେ ଯାଇ କାଲି ନେଇକରି ଆଜ୍ଞା ତାକୁ ଏଫଆଇଆର ଦେଇକରି ଆସିଛୁ ଗୁଛାପଡ଼ା ଥାନା ଆଜ୍ଞା। ବୟସ ହେବ ଆଜ୍ଞା 50 ପାଖାପାଖି 45 ପାଖାପାଖି ବି ହେବ ଆଜ୍ଞା। ସେ ହେଉଛି କେକରିଙ୍ଗିଆ ଲୋକ ଆଜ୍ଞା, ଏଠି ଆସିକି ତାଙ୍କ ଝିଅ ଜଇଁ କରି ରହୁଥିଲେ ଆଜ୍ଞା। ତାଙ୍କ ଝିଅ ଜଇଁ ମିଶାନ ଆଜ୍ଞା ବହୁତ ସାହସ ଦେଇକରି ସେମାନେ ଭିତରେ କାଣ୍ଡ କରିକି ଲୁକେଇ ଦେଇକରି ଏମାନଙ୍କୁ ଛାଡ଼ିବା ନାହିଁ ଏମିତି ସେମିତି ବୋଲି ସେମାନେ ଟାଉଟରି କରିକିରି ଆଜ୍ଞା ସେମାନେ କଥାଟା ରଖୁଛନ୍ତି। ବହୁତ ହୃଦୟର ବିଦାରକ ଘଟଣା, ଯେହେତୁ ମୁଁ ଶୁଣିଲା ପରେ ମଧ୍ୟ ମୁଁ ଆଶ୍ଚର୍ଯ୍ୟ ହେଇଗଲି ଯେ ଗୋଟିଏ 11-12 ବର୍ଷର ଝିଅ ସହିତ ଗତ ଏଇ ଶିବରାତ୍ର ଦିନ 15 ତାରିଖ ଦିନ ରାତ୍ର 12ଟାରୁ 12:30 ଭିତରେ ନୂଆ ସାହିକୁ ଜଣେ କେକରିଙ୍ଗିଆର ଗୋଟେ ଲୋକଟେ ରହୁଛି ସେ ସାହିରେ, ତାକୁ ତାର ମାଆର ଦେହ ଖରାପ କହିକିରି ରାତି 12ଟା 12:30 ପାଖାପାଖି ସେ ଝିଅ ଯାହା କହିଛି, ସେ ଯେତେବେଳେ ଆସିଲା ଆମ ପାଖକୁ ପଞ୍ଚାୟତକୁ ଆସିଲା, ସରପଞ୍ଚ ମ୍ୟାଡ଼ାମଙ୍କ ପାଖକୁ ଆସିଲା, ଯେତେବେଳେ ଅଭିଯୋଗ ନେଇ ଆସିଲା, ତାପରେ ମୁଇଁ ସବୁ ଘଟଣା ଶୁଣିଲା ପରେ ମୁଁ ନିଶ୍ଚିତ ଭାବରେ ଯେଉଁ କଥା କହିଛି ସେଗୁଡ଼ାକ ଆପଣଙ୍କ ସାମ୍ନାରେ କହିବା ଅନୁଚିତ ମଧ୍ୟ। ଏଇଟା ବହୁତ ଯେତେବେଳେ ମୋର ହୃଦୟକୁ ଆମେ ମାନେ ଏତେ ଘୃଣ୍ୟ କାମ କରିଛି ସେ ଲୋକ ଶୁଣିକିରି ଆଶ୍ଚମ୍ବିତ ହେଇଗଲୁ ଏବଂ ତୁରନ୍ତ ଆମେ ଚାଇଲ୍ଡ ଲାଇନ୍କୁ ଖବର ଦେବା ସହିତ ଗତକାଲି ଚାଇଲ୍ଡ ଲାଇନ୍କୁ ମୁଁ ବ୍ୟକ୍ତିଗତ ମୁଁ ହିଁ ଡାକିରି ଖବର ଦେଲି ଏବଂ ସେମାନେ ଆସିଲା ପରେ ସାହି ଲୋକଙ୍କ ସହିତ ତାଙ୍କର ପରିବାର ଲୋକଙ୍କ ସହିତ ଥାନାରେ ଯାଇ ଏତଲା ଦିଆହେଇଛି ଏବଂ ତାକୁ ମଧ୍ୟ ରାତିରେ ଯାଇକିରି ସେ ଅଭିଯୁକ୍ତ ଯିଏ ତାକୁ ମଧ୍ୟ ପୋଲିସ ଉଠାଇକି ଆଣିଛି ଏବଂ ମୁଁ ଭାବୁଛି ଆଜି ବୋଧେ କୋର୍ଟ ଚାଲାଣ ହେଇଯିବ। ଏଭଳିଆ ଲୋକ ନିହାତି ଦୋଷୀ ଦଣ୍ଡ ପାଇବା ଦରକାର, ଦଣ୍ଡ ପାଇଲେ ହିଁ ଏଭଳିଆ କାର୍ଯ୍ୟରୁ ନିବୃତ୍ତ ରହିବେ। କାହିଁକି ନା ସେ ତାର ନାତୁଣୀ ହେବ, ସେ ତାର 12 ବର୍ଷକୁ ଦେଖ, ସେ 60 ବର୍ଷର ବୃଦ୍ଧକୁ ଦେଖ,
ସେ ଏଭଳିଆ କାରନାମା ଶୁଣି ମାନେ ଯେକୌଣସି ଲୋକ ମାନେ ଆଶ୍ଚମ୍ବିତ ହେଇଯିବେ। ଏଭଳିଆ ଦୁର୍ଭାଗ୍ୟଜନକ ଆମ ପଞ୍ଚାୟତରେ ଏଭଳିଆ ଘଟଣା ଘଟିଛି। ୟାକୁ ଆମେ କୌଣସି ପ୍ରକାର ବରଦାସ୍ତ କଲୁ ନାହିଁ। ଯେତେବେଳେ ସରପଞ୍ଚଙ୍କ କାନକୁ ଆସିଲା ସାଙ୍ଗେ ସାଙ୍ଗେ ଷ୍ଟେପ୍ ନେଇ ଆମେ ପୁଲିସକୁ ଏବଂ ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରିଛୁ। ଆରେଷ୍ଟ କରାହେଇଛି ଅଲରେଡ଼ି। ସେ ଥାନାରେ ବୋଧେ ଅଛି। ଆଜି ଏବେ ସେକେଣ୍ଡ ହାଫ୍ରେ ବୋଧେ କୋର୍ଟ ଫରୱାର୍ଡ଼ ହେଇଯିବ। ନିହାତି ଭାବରେ ଝିଅକୁ ଯେଉଁଭଳି ଭାବରେ ସେ ଯାହା ଦୁଷ୍କର୍ମ କରିଛି ଏବଂ ତାର ଯେଉଁ ମାନ ସମ୍ମାନ ହାନି କରିଛି, ସରକାର ନିବେଦନ କରୁଛି ଯେ ତାକୁ ଝିଅକୁ ସଠିକ୍ ଭାବରେ ତାର ବାପା ମା କେହି ନାହାନ୍ତି, ତାକୁ ଯେକୌଣସି ଭଲ ଜାଗାରେ ରଖି ପାଠ ପଢ଼ାଇବା ସହିତ ତାର କ୍ଷତିପୂରଣ ଦେଇ ତାର ସମସ୍ତ ଭବିଷ୍ୟତ ପାଇଁ ସାହାଯ୍ୟ କରିବା ପାଇଁ ସରକାର ପାଖରେ ନିବେଦନ କରୁଛି। ଶେଷରେ ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ରବିବାର ଗୋଛାପଡ଼ା ପୋଲିସ କୋର୍ଟ ଚାଲାଣ କରିଛି। କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ସୁଶାନ୍ତ ଦିଗାଲ, MBC TV।